श्री हरि मनमथ श्री जगन्नाथ मद गुरु श्री जगत गुरु मदात्मा सर्वभूतात्मा तस्मै श्री गुरवे नमः। नीलाद्रौ शंख मध्ये शतदल कमल रत्न सिंहासनस्थं अच्छा सर्वालंकार जगतं नवघन रुचिरं संयुक्तं चक्रजेन आहा भद्राय वाम भागे रथ चरणयुतं ब्रह्मरुद्रेन्द्र वन्द्यं वेदानां स्वजन परिवृतं ब्रह्मदारु स्मरामि जयतु दुर्गामा गो मुकुंठे विजय नआसिबा पोतो मान मामो कंठे कहि जीवु जय राम 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 हे नवीन सुंदर घन श्याम हे भाई अच्छा आज कार्यक्रम हाँ हाँ रणपुर महोत्सव हाँ तृतीय दिवस रे अच्छा रणपुर ब्लॉक कला संस्कृति संघर तरफरु आज सांस्कृतिक कार्यक्रम रणपुर ब्लॉक कला संस्कृति संघर कार्यक्रम अच्छा बुझिलु हेले समय स्वल्पता शुण से स्वल्पता को आखि आगे रखी अच्छा आमे हमर कार्य निर्वाह करिवा हाँ बुझिलु अच्छा तेणु पुओ हाँ 1939 मसीहा जनवरी 5 तारीख अच्छा आजिर दिवस जो 7 तारीख रणपुर से दिन थिला सुनसान अच्छा कहीं थिला सुनसान बेदल गेट मर्डर होइथिबारु 1939 मसीहा जनवरी 5 तारीख दिन हाँ रणपुर प्रजा आंदोलन रे हाँ डकरा थिला कृपा सिंधु मिश्र को हाँ रणपुर जो अंचल नेतृत्व नेउथिले तांकू रखिथिला राज कारागार भितर तेणु समस्त प्रजा मेली डकरा रे 1939 मसीहा जनवरी 5 तारीख दिन हाँ हेइथिला रणपुर रे एक बैठक जो बैठक को भंडूर करिया पाए अच्छा। राजांकर थिला निर्देश बेजेल गेट आसीबो हाँ बेजेल गेट आसीला बेले हाँ सेई दिन थिला आजिर दिवस सेई दिन को मने पकेइबा पाए अच्छा सेई अन्याय विरुद्ध रे जो रणपुर स्वर उत्तोलन हाँ अन्याय अनिति दुर्नीति भ्रष्टाचार को रोकिया पाए रणपुर वासींकर हाँ से बेजेल गेट मर्डर रणपुर बांबू स्टिक जो कि बाउंस ठेंगा हाँ बुझिल अच्छा तेणु आजिर दिवस रे जेतिके आमे अच्छे मो से रणपुर इतिहास को टिके मने पकई देवी स्वल्प समय मध्य कारण समय स्वल्पता दृष्टि अच्छा बुझिलु बापा हाँ लेखक हेले रणपुर गर्व गौरव कवि घर मझिया खंड स्वर्गत विदग्ध कवि कल्पतरु अगाध भंज जाओ से सुनामधन्य कवि की मुझे मंच को नहीं आसुची अच्छा आसंतु सुनिबा आम रणपुर पूर्व कृति कौन थिला अच्छा आमे से ही रणपुर पिला रे आमे से ही रणपुर पिला कहार देह रे बिहारी केते कहार देह रे बिहारी केते ओही जाऊ छंती लीला रे आमे से ही रणपुर पिला बापा अच्छा आमे गर्वित हवा को रणपुर पिला एई रणपुर पिला जार कोळकारे रास जतरा उथिला विश्वे मानसहरा पढ़ी से ही पाठ गायक सम्राट विश्वनाथ बोलाइला रे
ଆମେ ସେହି ରଣପୁର ପିଲା। ବୁଝିଲୁ ଆଚ୍ଛା ରଣପୁରର ଯୋଡ଼ିଏ ମୁଣ୍ଡ ଥିଲା। ହଁ ଓଡ଼ିଶାର ସୁନାମ ଧନ୍ୟ ଗାୟକ ସମ୍ରାଟରେ ଭୂଷିତ ହୋଇଥିଲେ ବିଶ୍ୱନାଥ ପଟ୍ଟ ଯୋଶୀ। ଘର ଯାର ରାଜ ସୁନାଖଳା ନିକଟ ରମାବିଲ ହଁ ବିଶ୍ୱନାଥ ପଟ୍ଟ ଯୋଶୀ ଏବଂ ଦାସକାଠିଆ ଗାୟକରେ ଥିଲେ ଦାମୋଦର ମହାପାତ୍ର। ଦାମୋଦର ମହାପାତ୍ର ଦୀର୍ଘ 97 ବର୍ଷରେ କାଲି ତାଙ୍କର ଦେହାନ୍ତ ହେଇଛି ମୋ ଗୁରୁ ଦାମୋଦର ମହାପାତ୍ର ଯାହାଙ୍କର ଘର ଗୌରାଙ୍ଗପୁର। ହଁ ବୁଝିଲୁ ବାପା ଥିଲେ କଣ? ଯାର କଳାକାରେ ରାସ ଯାତ୍ରା ହେଉଥିଲା ବିଶ୍ୱ ମାନସ ହରା। ଏଇ ରଣପୁର ରାସ। ହଁ ରଣପୁରର ରାସ ଯାତ୍ରା ଯିଏ ଦେଖିଛି ଆଉ କୋଉଠିକି ଯିବନି ସିଏ ଦେଖିବାକୁ। ହଁ ବାପା ଏଇନେ ବିଧାୟକ କହୁଥିଲେ ରଣପୁର ରାସ ଟିକେ ହଜି ଯାଇଛି। ଆଚ୍ଛା ବୁଝିଲୁ ହଁ ହଉ 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 ଯାହା ମନେ ଅଛି। ହଁ ହେଲେ ଭାଇ କଣ ଆଉ ସେ ରଣପୁରର କଣ ହେଇଛି ଗର୍ବ କଣ ଥିଲା? ଶୁଣିମା। ଆଁ? ହଁ ଭକତ ଚରଣ ଚୁତାନନ୍ଦ ରଚିଲେ ପୁରାଣ ଗଛିଲେ ଛନ୍ଦ ତେଣୁ ବନମାଳୀ କଲେ ପଦାବଳି ତନେ ଆବୃତ ହୋଇଲା ରେ ଆମେ ସେହି ରଣପୁର ପିଲା। କବି ମାନେ ଥିଲେ ଭକ୍ତ ଚରଣ ଦାସ ଯାର ରଚନା ମଥୁରା ମଙ୍ଗଳ ମନବୋଧ ଚୈତିସା ଠିକ କବି ଅଚ୍ୟୁତାନନ୍ଦ ଏବଂ ଯେ ମାଳିକା ଲେଖିଛନ୍ତି ହଁ ତାଙ୍କ ଘର ବି ମଝିଆ ଖଣ୍ଡ। ହଁ ବୁଝିଲୁ ଆଚ୍ଛା ଏମିତି କବି ଥିଲେ ଆଚ୍ଛା ଥିଲେ କଣ ଶିଳ୍ପୀ ମାନେ କେମିତି ଥିଲେ? କେମିତି ଗୁଆ କାତି ଗାମୁଛାରେ ଆଦରା ଓଢାଇ ପାରନ୍ତି ଯା କାରିଗର ଗୁଆ କାତି ଗାମୁଛାରେ ଆଦରା ଓଢାଇ ପାରନ୍ତି ଯା କାରିଗର ତାହାରି ସନ୍ତାନ ଉତ୍ସବ ପ୍ରଧାନ ଉତ୍କଳେ ବୀର ହୋଇଲା ରେ ଆମେ ସେହି ରଣପୁର ପିଲା। ବାପା ରଣପୁରର ଶିଳ୍ପୀ ଆଚ୍ଛା କୋଉମାନେ ପାଟରା ସାହି ଗାମୁଛା ଏବଂ କମାର ସାହିର ଗୁଆକାତି ଧାର ଧାର ହଁ ଇଏ ହେଲା ରଣପୁରରେ ପ୍ରସିଦ୍ଧ ପ୍ରସିଦ୍ଧ ନମ୍ବର ରଖିଛି। ଆଚ୍ଛା ବୁଝିଲୁ ହଁ ଆଉ କଣ ହେଇଛି କି ରେ? କଣ ଖର ସ୍ରୋତା ମନ୍ଦାକିନି ଯାହାର ସତ କରିଛି ଗଳାର ହାର ଗଉଣିଆ ଧାନି ମଇ ନାକତିନି ତୁଙ୍ଗ ସଂକେତ ସାଜିଲା ରେ ଆମେ ସେହି ରଣପୁର ପିଲା। କିଏ ରଣପୁରରେ ଗୋଟେ ନଦୀ ପ୍ରବାହିତ ହେଇଛି ମନ୍ଦାକିନୀ ନଦୀ ଶୁଷ୍କ ହେଲେ ମଧ୍ୟ ମନ୍ଦାକିନୀ ତା ନା ମନ୍ଦାକିନୀ ବହିଛି ସ୍ୱର୍ଗପୁରରେ ଏବଂ ଆମ ରଣପୁରରେ ରହିଛି ମନ୍ଦାକିନୀ ଏବଂ ଗଉଣିଆ ଧାନି ମଇନା ଏ ତୁଙ୍ଗ ଭଳିଆ ଆମକୁ ରଖିଛି ପାଚେରୀ ସଦୃଶ ରଖିଛି ରଣପୁରରେ ଶତ୍ରୁ ପ୍ରବେଶ କରିପାରିବେନି। ଠିକ ବୁଝିଲୁ ହଁ ହେଲେ ବାପା ଯୋଉ କହିଲି ମଧୁପୁରର ଉତ୍ସବ ପ୍ରଧାନ ଉତ୍ସବ ପ୍ରଧାନ ହଁ ଉତ୍କଳରେ ବୀରତ୍ୱ କେମିତି ହେଇଥିଲେ କେମିତି କଣ କରୁଥିଲେ ସିଏ? ଶୁଣିମା ଗଜପତି ଆଗେ ଶାବଳ ଭାଙ୍ଗେ କେଉଁ ରାଇଜର ରାଜା ସରାଗେ ଚଳାଇ ଅଶ୍ୱକୁ ଦ୍ୱାଦଶ ପର୍ବକୁ କ୍ଷେତ୍ରବରେ ଯାଉଥିଲା ରେ ଆମେ ସେହି ରଣପୁର ପିଲା। ଉତ୍ସବ ପ୍ରଧାନ କଣ କରୁଥିଲେ? ଲୌହ ଶାବଳକୁ ଗଣ୍ଠି ମାରି ଦଉଥିଲେ। ଠିକ ବାପା ହଁ ସିଏ ଥିଲା ଉତ୍ସବ ପ୍ରଧାନ ଉତ୍କଳର ବୀର ଘର ମଧୁପୁର। ହଁ ବୁଝିଲୁ ସାର୍ ସେତିକିରେ ବନ୍ଦ କର ହଁ ଯା ପ୍ରସନ୍ନ ମାନଛୁ ଧନ୍ୟବାଦ। ସ୍ୱାଧୀନ ସଂଗ୍ରାମେ ଶତ୍ରୁ ନିପାତା ବୋଲା ଯେଉଁ ଭୂମି ଲାଠିଆ ଘାଟ ରଘୁ ଦିବାକର ସ୍ୱାର୍ଥ ତ୍ୟାଗୀ ବୀରା ଶହୀଦ ସ୍ମୃତି ରଖିଲା ରେ ଆମେ ସେହି ରଣପୁର ପିଲା। ଥିଲେ ଜଣେ ରଘୁନାଥ ମହାନ୍ତି ଦିବାକର ପରିଡ଼ା ଜଣଙ୍କର ଘର ଗଡ଼ବାଣୀ କିଲ ଆଉ ଜଣଙ୍କର ବାଦ ଭୂଇଁ ତାଙ୍କରି ନେତୃତ୍ୱରେ ଏ କାର୍ଯ୍ୟକ୍ରମ ହେଇଥିଲା। ଜନ୍ମ ଗ୍ରହଣ ତାଙ୍କର ହେଇଥିଲା 1910 ମସିହାରେ ଜଣଙ୍କର ହେଇଥିଲା 1911 ମସିହାରେ। ବୁଝିଲୁ ବାପା ତେଣୁ ତାଙ୍କରି ଦିନକୁ ମନେ ପକେଇବା ପାଇଁ ଆମେ ସେହି ମହୋତ୍ସବ ପାଳନ କରୁଛେ।
ସମୟର ସ୍ୱଳ୍ପତା ଦୃଷ୍ଟିରୁ ଏତିକି କହି ରଣପୁରର ଆଉ କିଛି କିମ୍ବଦନ୍ତୀ ରହିଥିଲା ଯାହା ହଉ ସମୟ ଦୃଷ୍ଟିରୁ ମୁଁ ଏତିକିରେ ବନ୍ଦ କରି ଆପଣଙ୍କ ଠାରୁ ବିଦାୟ ନେଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। जय जगन्नाथ स्वामी की।